ଇତିହାସ ରଚିଲା ଭାରତ। ହଁ ଆଜ୍ଞା, 20 ଛକା 31 ଚୌକା ବର୍ଷା କରି ଇତିହାସ ରଚିଲା ଭାରତ। ଏବେ ଗତ କିଛି ଦିନ ହେବ ଆରମ୍ଭ ହୋଇଛି 19 ବର୍ଷରୁ କମ୍ ଏସିଆ କପ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଭାରତ ଏବଂ ୟୁଏଇ ମଧ୍ୟରେ ଖେଳାଯାଇଥିଲା। ଦୁବାଇରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀ ଚୌକା ଏବଂ ଛକାର ଏକ ବଡ଼ ଇନିଂସ ସହିତ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 50 ଓଭରରେ 433 ରନ୍ର ବିଶାଳ ସ୍କୋର କରିଥିଲା। ଭାରତ ପାଇଁ ସୂର୍ଯ୍ୟବଂଶୀଙ୍କ ବ୍ୟତୀତ ବିହାନ ମାଲହୋତ୍ରା ଏବଂ ଆରନ୍ ଜର୍ଜ ଅର୍ଦ୍ଧଶତକ ହାସଲ କରିଥିଲେ। ଭାରତୀୟ ଦଳର ଆରମ୍ଭ ଖରାପ ଥିଲା। ଆୟୁଷ ମାତ୍ରେ ମାତ୍ର 4 ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ବୈଭବ ସୂର୍ଯ୍ୟବଂଶୀ ଏବଂ ଆରନ୍ ଜର୍ଜଙ୍କ ମଧ୍ୟରେ 212 ରନ୍ର ଭାଗିଦାରୀ ହୋଇଥିଲା। ଜର୍ଜ 69 ରନ୍ କରି ଆଉଟ୍ ହୋଇଥିଲେ, କିନ୍ତୁ ବୈଭବ ସୂର୍ଯ୍ୟବଂଶୀ ଭିନ୍ନ ମନୋଭାବରେ ଥିଲେ। ଭାରତ 433 ରନ୍ର ଇନିଂସରେ ମୋଟ 20 ଛକା ଏବଂ 31 ଚୌକା ମାରିଥିଲା। ଏହି 20 ଛକା ମଧ୍ୟରୁ 14ଟି କେବଳ ବୈଭବ ସୂର୍ଯ୍ୟବଂଶୀ ମାରିଥିଲେ। ହଁ ଆଜ୍ଞା, ଯିଏ 171 ରନ୍ କରି ଆଉଟ୍ ହୋଇଥିଲେ। ବିହାନ ମାଲହୋତ୍ରା ମଧ୍ୟ 69 ରନ୍ର ଅବଦାନ କରିଥିଲେ। ବେଦାନ୍ତ ତ୍ରିବେଦୀ 38 ରନ୍ କରିଥିଲେ ଏବଂ ଅଭିଜ୍ଞାନ କୁଣ୍ଡୁ ଟିମ୍ ଇଣ୍ଡିଆକୁ 400 ପାର କରାଇବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଥିଲେ। କୁଣ୍ଡୁ 17 ବଲ୍ରେ 32 ରନ୍ କରି ଅପରାଜିତ ରହିଥିଲେ। ଅଭିଜ୍ଞାନ କୁଣ୍ଡୁଙ୍କ ବ୍ୟତୀତ କନିଷ୍କ ଚୌହାନ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିଥିଲେ। 12 ବଲ୍ରେ 28 ରନ୍ ସେ କରିଥିଲେ। ଭାରତ 19 ବର୍ଷରୁ କମ୍ ଦିନିକିଆ କ୍ରିକେଟ୍ ଇତିହାସରେ ତୃତୀୟ ସର୍ବାଧିକ ସ୍କୋର ପଞ୍ଜୀକୃତ କରିଛି। 19 ବର୍ଷରୁ କମ୍ ଦିନିକିଆ ମ୍ୟାଚ୍ରେ ଭାରତ ପୂର୍ବରୁ ସର୍ବାଧିକ ସ୍କୋର ଥିଲା 425, ଯାହା ଏବେ 2004ରେ ସ୍କଟଲ୍ୟାଣ୍ଡ ବିପକ୍ଷରେ ସେ ମାରିଥିଲା। ବର୍ତ୍ତମାନ ଟିମ୍ ଇଣ୍ଡିଆ 433 ରନ୍ କରିଛି। 19 ବର୍ଷରୁ କମ୍ ସ୍ତରରେ ଦିନିକିଆ କ୍ରିକେଟରେ ସର୍ବାଧିକ ସ୍କୋର 480, ଯାହା ଅଷ୍ଟ୍ରେଲିଆ 2002ରେ କେନିଆ ବିପକ୍ଷରେ କରିଥିଲା। ଦ୍ୱିତୀୟ ସର୍ବାଧିକ ସ୍କୋର ନ୍ୟୁଜିଲାଣ୍ଡର ଅଟେ, ଯିଏ 2018ରେ କେନିଆ ବିପକ୍ଷରେ 436 ରନ୍ କରିଥିଲା। ତେବେ ମାତ୍ର ଆଉ 3ରୁ 4 ରନ୍ ହୋଇଯାଇଥିଲେ ସେକୁ ମଧ୍ୟ ସେ ପାର କରିଯାଇଥାନ୍ତା। କିନ୍ତୁ ବୈଭବ ସୂର୍ଯ୍ୟବଂଶୀଙ୍କ ଫର୍ମ, ଯଦି ଆପଣମାନେ ଆଇପିଏଲ୍ର ଫ୍ୟାନ୍ସ ଅଛନ୍ତି, ଆଇପିଏଲ୍ ଦେଖୁଛନ୍ତି, ତ ନିଶ୍ଚିନ୍ତ ଭାବରେ ଯଦି ଆପଣମାନେ ରାଜସ୍ଥାନର ଫ୍ୟାନ୍ ଅଛନ୍ତି, ଆପଣମାନେ କେତେ ଏକ୍ସାଇଟମେଣ୍ଟ ହେଉଥିବେ ତାହା ମୁଁ ଜାଣିପାରୁଛି।